ମୁଁ ଭାବୁଛି ଆପଣମାନେ ବିଚାରକର୍ତ୍ତା 2 ଅଧ୍ୟାୟ 10 ପଦ ପଢ଼ିଛନ୍ତି ଯେ ଯେତେବେଳେ ଜିହୋଶିଓ ଓ ତାଙ୍କର ବଂଶଧର ମୃତ୍ୟୁବରଣ କଲେ, ତାପରେ ଜିହୋଶିଓଙ୍କ ପରବର୍ତ୍ତୀ ବଂଶଧର ସଦାପ୍ରଭୁଙ୍କୁ କିମ୍ବା ତାହାଙ୍କ କୃତ କର୍ମକୁ ଜାଣିଲେ ନାହିଁ। ଆମ୍ଭେମାନେ ଯତ୍ନଶୀଳ ନ ହେଲେ ସେହିପରି ଘଟଣା ଆମ ମଧ୍ୟରେ ଓ ଆମ ମଣ୍ଡଳୀଗୁଡ଼ିକରେ ଘଟିପାରେ। ତେଣୁ ଆମକୁ ଆମର ପରବର୍ତ୍ତୀ ବଂଶଧରକୁ ଈଶ୍ୱର ପରାୟଣ କରି ଗଢ଼ି ତୋଳିବା ଆବଶ୍ୟକ, କାରଣ ସର୍ବୋତ୍ତମ ନେତାମାନଙ୍କ ସହିତ ସବୁ ଲୋକଙ୍କୁ ଦିନେ ନା ଦିନେ ମରିବାକୁ ହେବ। ଏହା ଆଦି ପୁସ୍ତକରେ ଲେଖା ଅଛି। ମଥୁସେଲହ ଏହିସବୁ ବର୍ଷ ବଞ୍ଚି ମୃତ୍ୟୁବରଣ କଲେ। ନୋହ ଏହିସବୁ ବର୍ଷ ବଞ୍ଚି ମୃତ୍ୟୁବରଣ କଲେ। ପୁଣି ସେ ମୃତ୍ୟୁବରଣ କଲେ। ପୁଣି ସେ ମୃତ୍ୟୁବରଣ କଲେ। ଆମେ ସମସ୍ତେ ମୃତ୍ୟୁବରଣ କରିବା। ତେଣୁ ପ୍ରଶ୍ନଟି ହେଉଛି, ଆମେ କ'ଣ ପରବର୍ତ୍ତୀ ବଂଶଧରକୁ ଭବିଷ୍ୟତର ଈଶ୍ୱର ପରାୟଣ ନେତା ରୂପେ ପ୍ରସ୍ତୁତ କରୁଛୁ, ଯେଉଁମାନେ ଆଗାମୀ ବଂଶଧର ନିମନ୍ତେ ଈଶ୍ୱର ପରାୟଣ ନେତାମାନଙ୍କୁ ପ୍ରସ୍ତୁତ କରୁଥିବେ? ମୁଁ ଭାବୁଛି ଯେ ପରବର୍ତ୍ତୀ ବଂଶଧରକୁ ପ୍ରସ୍ତୁତ କରିବାର ସମୟ ଓ ଗତିବିଧି ବର୍ତ୍ତମାନ ହେଉଅଛି। ବର୍ତ୍ତମାନ ଅନେକ ମଣ୍ଡଳୀ ପିଲାମାନଙ୍କ ଉପରେ ଦୃଷ୍ଟିପାତ କରୁଅଛନ୍ତି। ପିଲାମାନଙ୍କର ଯତ୍ନ ନିଆଯାଉଛି, ସେମାନଙ୍କୁ ଶିଷ୍ୟ କରାଯାଉଅଛି, ଶିକ୍ଷା ଦିଆଯାଉଛି, ଯେପରି ଏହି ପିଲାମାନଙ୍କ ମାଧ୍ୟମରେ ପରବର୍ତ୍ତୀ ପିଢ଼ିଗୁଡ଼ିକ ପର୍ଯ୍ୟନ୍ତ ଖ୍ରୀଷ୍ଟ ଧର୍ମର ମାନ ବଜାୟ ରହିପାରିବ। କାଲେବ ଓ ଦାନିଏଲ ନାମରେ ମୋର 2 ପୁତ୍ର ଅଛନ୍ତି। ସେମାନେ ସେମାନଙ୍କ ସନ୍ତାନମାନଙ୍କୁ ଓ ନାତି ନାତୁଣୀମାନଙ୍କୁ ଯେପରି ଶିଷ୍ୟ କରିବେ, ଏହା ମୁଁ ନିଶ୍ଚୟ କରୁଛି ଓ ତାହା ହିଁ ମୋର ସ୍ୱପ୍ନ ଅଟେ। ଏବଂ ଯଦି ତାହା ଘଟୁଛି, ତେବେ କେବଳ ଫିଲିପାଇନ୍ସରେ ନୁହେଁ, ମାତ୍ର ଏସିଆରେ, ଲାଟିନ୍ ଆମେରିକାରେ ଏବଂ ଆଫ୍ରିକାରେ ମଧ୍ୟ ଘଟୁଛି। ତେବେ ବା ବହୁତ ଭଲ, ବହୁତ ଭଲ।